କାଟିବି। ପ୍ରେମାନନ୍ଦ ବାବୁ, ଆଜ୍ଞା। ଆପଣଙ୍କର ଶେଷ ଗୀତ ପ୍ରେମାନନ୍ଦ ବାବୁ କେବେ ଆପଣ ରେକର୍ଡ କରିଥିଲେ ହ୍ୟୁମାନ ସାଗରଙ୍କ ସହିତ? ଜଷ୍ଟ ତାର ଏଇ ଯୋଉ ଦେହ ଖରାପ ଯୋଉ ହେଇଥିଲା ଯେବେ ଆଡମିଟ ହେଲା, ଆଡମିଟ ହବାର ଜଷ୍ଟ 10-12 ଦିନ ପୂର୍ବରୁ କେବେ ତାରିଖ କେବେ? ଏକ୍ଜାକ୍ଟଲି ତାରିଖ ଯୋଉ ଟାଇମରେ ସାଇକ୍ଲୋନ ଟା ଆସିଥିଲା। ହଁ, ମାନେ ଏଇ ମାସରେ? ଏଇ ମାସରେ ସାଇକ୍ଲୋନ ଟା ଥିଲା ଆସିବା ଗୋଟାଏ ଦିନ ପୂର୍ବରୁ ମୁଁ ତାକୁ ଡାକିଲି। ମୁଁ କହିଲି ମୁଁ କହିଲି ଗୀତଟା ଗାଇଦବ। ସେଠୁ ସେ ଆସିଲା ମୁଁ ତା ଅବସ୍ଥା ଦେଖିକିରି ମୁଁ କହିଲି ଗାଇପାରିବୁନି? ହଁ ସାର୍ ଗାଇଦେବି। ସେ ଗୋଟାଏ ମୁଖଡ଼ା ଅନ୍ତରା ଟିକେ ଗାଇଛି। ମୁଁ ତାକୁ ବନ୍ଦ କଲି। ସେ ଗୀତ ଲାଇନ ହଉଛି ଆହାରେ ଆହାରେ ଦୁନିଆଟା ଅଛି ଦୁନିଆ ବାହାରେ। ସେ ଲାଇନ ସହିତ ମାନେ ମତେ ଲାଗୁଛି ସେ ଦୁନିଆ ବାହାରେ ଯୋଉ ଗାଇଛି ସେ ପ୍ରକୃତରେ ସେଇ ଦୁନିଆ ବାହାରକୁ ପଳେଇଲା। ଯେ ଦୁନିଆଟା ଅଛି ଦୁନିଆ ବାହାରେ, ସେ ଲାଇନ ସହିତ ତାର ଯିବାର ଭାବି ହଉନି। ଏବଂ ମୁଁ ରେକର୍ଡ କରିଛି, ଅଧା ରେକର୍ଡ କରିଛି। ସେ ଗୀତ ମୁଁ କମ୍ପ୍ଲିଟ କଲିନି ଜାଣିକିରି ତା ଦେହଟା ଦେଖି ମୁଁ ଆଗେ ତାକୁ ଶୁଣନ୍ତୁ ଆଜ୍ଞା, ମୁଁ ଯେହେତୁ ତିଆରି କରିଛି ମତେ ମୋ ଠାରୁ ବେଶୀ କେହି ପେନ୍ ନେଇପାରିବେନି। ତା ବାପା ମା ଯୋଉଦିନ ତାର ଝିଅ ଜନ୍ମଦିନ ହବ କହିବ ମୋ ଗୁରୁଜୀ ଯେପର୍ଯ୍ୟନ୍ତ ନ ଆସିବେ ମୁଁ କେକ୍ କାଟିବି ନାହିଁ। ସବୁ ସେଲିବ୍ରିଟି ଇଣ୍ଡଷ୍ଟ୍ରିର ଜାଣିଛନ୍ତି ଅପେକ୍ଷା କରିଥିବେ ମୋର ରେକର୍ଡିଂ ସାରିକି ମୁଁ ଯିବା ଅପେକ୍ଷା କରିଥିବି ମୋ ଗୁରୁଜୀ ଆସିଲେ ମୁଁ କେକ୍ କାଟିବି। ଯୋଉଦିନ ଆପଣଙ୍କର ପ୍ରେମାନନ୍ଦ ବାବୁ ହ୍ୟୁମାନ ସାଗରଙ୍କର ଏଇ ଗୀତ ରେକର୍ଡ କଲେ, କହୁଛି ମାନେ ଯେତେବେଳେ ସବୁ କଥାକୁ ମୁଁ ତାକୁ ଜାଣିଛି ଏବଂ ସେ ସବୁ କଥା ସେୟାର କରେ। ମୁଁ ତାକୁ ଯେତେବେଳେ ଦେଖିଲି ସେ ପେନ୍ ହଉଛି, ମାନେ ସେ ଗାଇ ପାରୁନି, ମୁଁ କହିଲି ଏତେ କେମିତି ଖରାପ ହେଇଗଲା ତା ଦେହ। ମୁଁ ତାକୁ ସେ ଗୀତ ବନ୍ଦ କଲି। ମୁଁ କହିଲି ମୁଁ ପଛରେ ଗୀତ ରେକର୍ଡିଂ କରିବି। ତୋର କଣ ହେଇଛି ମତେ କହ, ତୋ ଦେହ କଣ ହେଇଛି, ପ୍ରକୃତରେ କଣ ହେଇଛି କହ, ତୁ କାହିଁକି ଏମିତି ଝଡି ଗଲୁଣି, ତୋ ଗୋଡ କାହିଁ ଫୁଲିଛି, ସବୁ କହିଲା। ସାର୍ ଏମିତି ହେଇଛି, ସବୁ ଭଲ ହେଇଯିବି ସାର୍। କଣ ହେଇଛି ବୋଲି କହିଲେ? ତାର ସେ ଲିଭର ପ୍ରୋବ୍ଲେମ ଥିଲା, ଆଉ ହାର୍ଟର ଟିକେ ଇଏ ଥିଲା, ହାର୍ଟ ଟିକେ ୱିକ୍ ଥିଲା। ମତେ କହିଲା, ତାକୁ ମୁଁ କହିଲି ଯେ ତୁ ଗୋଟେ କଥା କରେ, ସବୁ କିଛି କ୍ୟାନସଲ କରେ, ବର୍ତ୍ତମାନ ଘରେ ଖାଇବୁ, ମେଡିସିନ ଠିକ ଟାଇମରେ ଖାଇବୁ ଠିକ ଟାଇମରେ, ଶୋଇବୁ। ନା ହଁ ସାର୍ ମୁଁ ଆଜି, ମୁଁ କହିଲି ସେ ଖାଲି ତାର ମନ ଭିତରେ ଗୋଟାଏ ଭୟ ଥିଲା। ସେଇଟା ମତେ କହିଲା ସାର୍ ମୁଁ ଯୋଉ ମତେ ଏତିକି ଡର ଲାଗୁଛି ଆଜିକାଲି ଡିଜିଟାଲ ମିଡିଆରେ ଯୋଉ ଟ୍ରୋଲ କରୁଛନ୍ତି, ମୁଁ ଯୋଉମାନଙ୍କଠାରୁ ଆଡଭାନ୍ସ ନେଇ ଆସିଛି, ଯୋଉ କମିଟି ଆସିଯାଇଛି, ଯଦି ପ୍ରୋଗ୍ରାମ ନ ଯିବି କାଳେ ମାନେ ଟ୍ରୋଲ କରିବେ, ପୁଣି ମୋର ନାଁରେ ବଦନାମ କରିବେ, ମତେ ଡର ଲାଗୁଛି। ମୁଁ ତାକୁ ପ୍ରତିଶ୍ରୁତି ଦେଇଥିଲି, ମୁଁ କହିଲି ସମସ୍ତଙ୍କୁ ଡାକିକି ଗୋଟେ ପ୍ରେସ ମିଟ୍ କରିକିରି ମନା କରିଦବା, ତୋ ଦେହଟା ଅସୁସ୍ଥ। ସେ କେହି ଏମିତି ଅବିବେକୀ ଲୋକ ନାହାନ୍ତି ଯେ ଦେହ ଅସୁସ୍ଥ ହେଲେ ବି ଆସି ପ୍ରୋଗ୍ରାମ କରୁ ହିଁ, ମାନେ ଏମିତି କେହି ଚାହିଁବେନି। ଭଲ ପ୍ରପର ୱେରେ ଆମେ ଗୋଟେ ତାକୁ ପ୍ରେୟାର କରିକିରି ସମସ୍ତଙ୍କୁ ଜଣେଇଦବା ଯେ ନାଇଁ ପ୍ରକୃତରେ ତା ଦେହ ଅସୁସ୍ଥ ଅଛି, ସେ ଆସିପାରିବନି। ସବୁ ହଁ ହାଁ ମାରିକିରି ଗଲା। ପୁଣି ଦେଖନ୍ତୁ, ମୁଁ ତ ତାକୁ ଏତେ ବୁଝେଇଲି, 5 ଘଣ୍ଟା ବୁଝେଇଛି, ସନ୍ଧ୍ୟା 5ଟାରୁ ରାତି 10ଟା ପର୍ଯ୍ୟନ୍ତ, ଏଇଠି 10ଟା 10:30 ପର୍ଯ୍ୟନ୍ତ ଏଇ ମିଲନ୍ସରେ ସବୁ ମୁଁ ବାହାର କରିଦେଲି ଷ୍ଟୁଡିଓରୁ। ମୁଁ କହିଲି ସମେତ ପଳେଇ ଯାଅ, ତା ମନର ଭିତର କଥା ସେ ମତେ କହିପାରୁନି, କଣ ମୁଁ ସୁଯୋଗ ପାଉନି, ମୁଁ ବମ୍ବେରେ ରହୁଛି ଯେହେତୁ। ମୁଁ ସେ ଆଜି ସବୁ କହିବ। ଏବଂ 10ଟା 10:30 ଖଣ୍ଡେ ପର୍ଯ୍ୟନ୍ତ ବସିଲି, 10:45 ଖଣ୍ଡେ ହବ, ମୁଁ ଏକ୍ଜାକ୍ଟଲି ଟାଇମ୍ ବସିକିରି ସବୁ କହିଲା, ସବୁ ଲାଷ୍ଟ କହିଲା ମୁଁ ସାର୍ ରିଲାକ୍ସ ହେଇଗଲି ଆଜି, ମତେ ବହୁତ ଶାନ୍ତି ଲାଗିଲା, ମୁଁ ଆପଣଙ୍କୁ ସବୁ ସେୟାର କଲି, ମୁଁ ବହୁତ ଖୁସି ସାର୍, ଏଣିକି ଜଗିବି, ମୁଁ ଖାଇବା, ମୁଁ କହିଲି ଦେହ ଜଗେ, ଖାଇବାଟା ଜଗେ, ଏ ଗୀତ ଯୋଉ ଅଧା ରହିଯାଇଛି ତୋ ଦେହ ଭଲ ହେଇଯାଉ, ଆମେ କରିବା। ଏବଂ ଭଗବାନଙ୍କର ନିୟତିରେ ସେ ଗୀତଟି ଅଧାରେ ରହିଗଲା। କିନ୍ତୁ ମୁଁ ଗୋଟେ ପ୍ରଡ୍ୟୁସରଙ୍କୁ ଏବଂ ଡିରେକ୍ଟରଙ୍କୁ କନଭିନ୍ସ କରିବି, ସେ ଯୋଉ ଅଧା ଗୀତ ଯେତିକି ଗାଇଛି ସେ ଅଧା ଗୀତ ସେତିକି ହିଁ ସିନେମାରେ ୟୁଜ କରିବି। କୋଉ ଫିଲ୍ମ ସେଟା ବାଘୁଣୀ ସିନେମା। ବାଘୁଣୀ ସବ୍ୟସାଚୀ ତାର ଅଛି, ଜିତେନ୍ଦ୍ର ମିଶ୍ର ତାର ଡାଇରେକ୍ଟର। ବାଘୁଣୀ ସିନେମାର ସେ ଟାଇଟଲ ଗୀତଟି, ଏବଂ ସେଇ ଗୀତଟି ମୁଁ ସେ କିଛି ମେଣ୍ଟାଲି ଟେନ୍ସ ଥିଲେ କି? ହଁ ପ୍ରେସର, ଦେଖନ୍ତୁ କାମର ତ ପ୍ରେସର ରହିବ, ଗୋଟେ ପ୍ରଫେସନର ପ୍ରେସର ରହିବ, ଏପଟରେ ଟିମ୍ ଟା ହେଇଛି, ଟିମ ର ପ୍ରେସର, ଘରର ଇଏ ସବୁ ନ୍ୟାଚୁରାଲି। ଦେଖନ୍ତୁ ଆପଣ ମା କହୁଛନ୍ତି ଯେ ତାଙ୍କୁ ଜବରଦସ୍ତି ପ୍ରୋଗ୍ରାମ କରାହଉଥିଲା, ଏଟା କେତେ ସତ? ଦେଖନ୍ତୁ ସେଇଟା ତ ଅଲଗା କଥା। ଯଦି ମନେକର ଜବରଦସ୍ତି ମତେ ଆପଣ ଡାକିବେ, ମୁଁ ଯଦି ନଯିବି ଆପଣ କଣ ମତେ ଜବରଦସ୍ତି ନେଇପାରିବେ? ଯଦି
ମ୍ୟାନେଜର କୁହନ୍ତୁ ବା ଅର୍ଗାନାଇଜର କୁହନ୍ତୁ ନାଇଁ ଆମର ହ୍ୟୁମାନ ସାଗର ଦରକାର ସେଠି ନିଜେ ଚଣ୍ଡାର ଯଦି କହିପାରିଥାନ୍ତା ନାଇଁ ମୋ ଦେହ ମତେ ପରମିଟ କରୁନି ପ୍ରୋଗ୍ରାମ ରଖନା କି ଆମେ ଯିବାନି ତାହେଲେ ଆଜି ଏ କଥାଟି ଉଠି ନଥାନ୍ତା। ସିଏ ଯେହେତୁ ତାକୁ ଆକୁ ପଚାରିଥିବେ ନିଶ୍ଚିତ ମୁଁ ତ ଜାଣିନି ଏକ୍ଜାକ୍ଟଲି କ'ଣ ମୁଁ ଭାବୁଛି ଯେ ଆକୁ ନିଶ୍ଚିତ ପଚାରିଥିବେ ଯେ ଆମେ ସାର୍ ପ୍ରୋଗ୍ରାମଟା ରଖିବା କି ନାହିଁ ପ୍ରୋଗ୍ରାମ କରିବା କି ନାହିଁ ଇଏ ଯଦି ହଁ କହିଥିବ ନାହିଁ ରଖ ପ୍ରୋଗ୍ରାମ ତାହେଲେ ସେ ରଖିଥିବେ ମୁଁ ଭାବୁଛି ମୁଁ ତ ଏକ୍ଜାକ୍ଟଲି ଜାଣିନି ନା ତାଙ୍କର ଦୋଷ ଦଉଛନ୍ତି ସେଟା କେତେ ଦୂର ସତ ମିଛ ମୁଁ ତ ସେଟା ଯିଏ ପ୍ରାକ୍ଟିକାଲ ଦେଖିଛି ସିଏ ଜାଣିଥିବ। ତାଙ୍କ ପାରିବାରିକ ଇସ୍ୟୁ ସେଭଳି କିଛି ଥିଲା କି ପ୍ରେମାନନ୍ଦ ବାବୁ ଆପଣ ପାରିବାରିକ ତ ଆପଣ ମାନେ ସମସ୍ତେ ଜାଣିଛନ୍ତି ଫ୍ୟାମିଲି ତାର ମିସେସ୍ ଝିଅ ଦୂରରେ ରହୁଥିଲେ ତଥାପି ତାଙ୍କର ମିସେସ୍ ସହିତ ସେ ଯୋଗାଯୋଗ ମତେ ତ ସେଦିନ କହିଲା ହଁ ମୁଁ ଶ୍ରେୟା ସହିତ ସାର୍ କଥା ହଉଛି ଝିଅ ସହିତ କେତେବେଳେ କେତେବେଳେ କଥା ହଉଛି କୋଉ ଗୋଟେ ବାଲିଆପାଳ ପ୍ରୋଗ୍ରାମ ଯାଇଥିଲା ସେଠି ତା ଝିଅକୁ ଡାକିଥିଲା ତା ମିସେସ୍ କୁ ଡାକିଥିଲା ଦେଖା କରିବା କଥା ହଉଥିଲେ ସେ କହିଲେ କଥା ହଉଥିଲେ ସେମିତି ମାନେ ମୁଁ ସେମିତି କାହିଁ ଫିଲ୍ କଲିନି ଯେ ନାଇଁ ନାଇଁ ତା ମିସେସ୍ ତା ଝିଅ ଠାରୁ ସେ ଦୂରରେ ଅଛି ବୋଲି କଥା ହଉଥିଲେ। ହଁ ମନମାଳିନ ହଏ କିନ୍ତୁ ସମସ୍ତ ସେମିତି ବେଳେ ବେଳେ ହବ ତା ମାନେ କିଛି କନସ୍ପିରେସି ଆଙ୍ଗେଲ ଅଛି କି ପ୍ରେମାନନ୍ଦ ବାବୁ? ମୁଁ ଆଜ୍ଞା କିଛି ଜାଣିପାରୁନି ଆକ୍ଚୁଆଲି ମତେ ବହୁତ ଲୋକ କ୍ୱେଶ୍ଚିନ୍ କଲେଣି ଯେ ତାଙ୍କ ମା କହୁଛନ୍ତି ଗୋଟେ ଝିଅର ନାଁ ସେ ସତ କି ନାହିଁ ମୁଁ କହିଲି ମୁଁ ଆଜ୍ଞା ତାଙ୍କ ମା ପ୍ରାକ୍ଟିକାଲ ସିଏ ହିଁ ପାଖରେ ହ୍ୟୁମାନ ପାଖରେ ଥିଲେ ହ୍ୟୁମାନ ଘରେ ରହୁଥିଲେ ମାନେ ହ୍ୟୁମାନ ସହିତ ସିଏ ରହୁଥିଲେ ସିଏ କହୁଛନ୍ତି ମାନେ କ'ଣ ସତ ମିଛ ମୁଁ କେମିତି କହିପାରିବି ସେଟା ବାହାର ଆମେ ଷ୍ଟୁଡିଓ କଥା କହିବୁ ମୋ ସହିତ ସେ ଯେତିକି ସେୟାର କରିବ ମୁଁ ଜାଣିପାରିବି ଯେତିକି ସମ୍ପର୍କ ବ୍ୟକ୍ତିଗତ ସମ୍ପର୍କ କଥା ଇଣ୍ଡିକେଟ କରାହଉଛି କ'ଣ ଆଜ୍ଞା ମୁଁ କହିପାରିବିନି କାରଣ ମୁଁ କିଛି ଜାଣିନି ଆକ୍ଚୁଆଲି ସେ ବିଷୟରେ ମୁଁ ଯାହା ମିଡିଆରେ ଶୁଣିଛି ମତେ ପଚାରିଲେ ତ ମୁଁ କହିଲି ମୁଁ ଜାଣିନି କିଛି ମତେ କେତେ ଜଣ କହିଲି ଇଏ କ'ଣ ସିଙ୍ଗର ଟିଏ କି କ'ଣ ମୁଁ କହିଲି ମୁଁ ଆଜ୍ଞା ସିଙ୍ଗର ତ ସମସ୍ତେ ଅଛନ୍ତି ବହୁତ ଏତେ ଅଛନ୍ତି ସିଏ କ'ଣ ଇଏ ତାଙ୍କ ମା ଏମିତି କହୁଛନ୍ତି କାହିଁ କହୁଛନ୍ତି କି ମାନସିକ ସ୍ତରରେ ଗୋଟା ଯେହେତୁ ଦୁର୍ବଳ ହେଇଯାଇଛନ୍ତି ଗୋଟା ସାମ୍ନାରେ ଏତେ ବଡ ଷ୍ଟାର ଏତେ ତାର ବଡ ପୁଅ ମାର ସେ ଚାଲି ଯାଉଛି କଷ୍ଟ ଥିବ କିନ୍ତୁ ସତ ମିଛ କେମିତି ଆମେ କହିପାରିବା? ଟଙ୍କା କିଛି ହଡପ କରାଯାଇଛି କି ତାଙ୍କର ଆପଣଙ୍କର ଆଶଙ୍କା ହଉଛି? ଦେଖନ୍ତୁ ଟଙ୍କା ସିଏ ମୁଁ ତ କ'ଣ କହିବି ମୁଁ ଆଜ୍ଞା ତାକୁ ସବୁବେଳେ ଗାଇଡ କରେ ଯେ ପଇସା କେମିତି ସେଭ୍ କରେ କେମିତି କ'ଣ କରେ କୋଉଠି ପ୍ରପର୍ଟି କରିବୁ ସବୁ ସେୟାର କରେ କୋଉ ଗାଡିଟା କିଣିବ ବି ପଚାରେ ସାର୍ ଗୁରୁଜୀ ମୁଁ ଗାଡି କିଣିବି ଏଇ ଗାଡିଟା କିଣୁଛି ସବୁର କହେ ମୁଁ ତାକୁ କହେ କିନ୍ତୁ ପଇସା ପତ୍ର କୋଉଠି କେମିତି ଆସେ କେତେ ଆସେ କୋଉଠି ରଖେ ସେଗୁଟା ମୁଁ ଏତେ ଭିତରକୁ ଯାଏ ନା ମତେ ଯେତିକି ସେ ସେୟାର କରେ ଗୁରୁଜୀ ମୁଁ ଗୋଟେ ଗାଡି କିଣିବି ଅମକ ଗାଡି କିଣିବି ହଁ ଠିକ ଅଛି ସେ ଗାଡି ଆଣିବୁ ଆପଣ ଆସିବେ ସେତିକି କିନ୍ତୁ ପଇସା କେତେ ରୋଜଗାର କରୁଥିଲା କୋଉଠି ରଖୁଥିଲା କାହା ଦ୍ଵାରା ରଖୁଥିଲା କେମିତି ରଖୁଥିଲା ଏତେ ଭିତରକୁ ମୁଁ ଆଜ୍ଞା ଜାଣିପାରିବିନି। କିଛି କନସ୍ପିରେସି ଅଛି କି ତାଙ୍କ ଟଙ୍କା ହଡପ କରିବା ପାଇଁ? ମୁଁ କେମିତି କହିପାରିବି ମୁଁ ଯେହେତୁ ଜାଣିନି ପ୍ରାକ୍ଟିକାଲ ମୁଁ କେମିତି କହିବି? ତାଙ୍କ ଲାଇଫ ଷ୍ଟାଇଲରେ କିଛି ସମସ୍ୟା ଆପଣ ଲକ୍ଷ୍ୟ କରୁଥିଲେ କି ଯୋଉଥିପାଇଁ ହଠାତ୍ ଏତେ ୟଙ୍ଗ ଏଜ ରେ ରୋଗାକ୍ରାନ୍ତ ହେଇ ପଡିଲେ? ତା ଦେହଟା ଦେଖିକି ତ ମତେ କଷ୍ଟ ଲାଗିଲା ମୁଁ କହିଲି ଖାଇବା ପିଇବା ଠିକ ଟାଇମ କାହିଁ କରୁନୁ ମୁଁ ଯେହେତୁ ମନୋଜ ବାବୁ ଆପଣ ଦେଖିନଥିବେ ବୋଧେ ମୋ ଷ୍ଟୁଡିଓରେ ସମୟ ଦେଖିଛନ୍ତି ମୁଁ ଗୋଟେ ବଡ ପାଣି ବୋଟଲ ଟିଏ 5 ଲିଟର ଧରିକି ବୁଲେ ଏବଂ ମତେ କହିଲା ସାର୍ ମତେ ବି ଏମିତି ଗୋଟେ ପାଣି ବୋଟଲ ମୁଁ ତାକୁ ଗୋଟେ ପାଣି ବୋଟଲ ମଗେଇକି ସେଇ 5 ଲିଟର ତାକୁ ଦେଇଥିଲି କହିଲି ଘରୁ ପାଣି ଆଣିବୁ ଘରେ ପାଣି ପିଇବୁ ଏ ଗାଡିରେ ରଖିବୁ ଦେହକୁ ସ୍ୱାସ୍ଥ୍ୟ ମୁଁ ଯେତେବେଳେ ତାକୁ ଦେଖେ ଫ୍ରମ୍ ଦ କ୍ୟାରିୟର ବିଗିନିଂ ରୁ ବି ଏପର୍ଯ୍ୟନ୍ତ ସବୁବେଳେ କହେ ତୁ ଖାଇବୁ ପିଇବୁ ବିନ୍ଦାସ ର ମୁଁ ଅଛି ତୋ ସହିତ